ଓମ୍ ଶାନ୍ତି 3 ଜୁନ୍ 2025 ପ୍ରାତଃ ମୁରଲି। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ଏବେ ତୁମେମାନେ ନୂଆ ସମ୍ବନ୍ଧକୁ ଯାଉଛ। ସେଥିପାଇଁ ଏଠିକାର କର୍ମବନ୍ଧନ ଯୁକ୍ତ ସମ୍ବନ୍ଧକୁ ଭୁଲି କର୍ମାତୀତି ହେବାର ପୁରୁଷାର୍ଥ କର। ଏବେ ତୁମେମାନେ ନୂଆ ସମ୍ବନ୍ଧକୁ ଯାଉଛ। ସେଥିପାଇଁ ଏଠିକାର କର୍ମବନ୍ଧନ ଯୁକ୍ତ ସମ୍ବନ୍ଧକୁ ଭୁଲି କର୍ମାତୀତି ହେବାର ପୁରୁଷାର୍ଥ କର। ପ୍ରଶ୍ନ: ବାବା କେଉଁ ପିଲାମାନଙ୍କର ବାହା ବାହା କରିଥାନ୍ତି? ସବୁଠାରୁ ଅଧିକ ସ୍ନେହ କାହାକୁ ଦେଇଥାନ୍ତି? ବାବା କେଉଁ ପିଲାମାନଙ୍କର ବାହା ବାହା କରିଥାନ୍ତି? ସବୁଠାରୁ ଅଧିକ ସ୍ନେହ କାହାକୁ ଦେଇଥାନ୍ତି? ଉତ୍ତର: ବାବା ଗରିବ ପିଲାମାନଙ୍କର ବାହା ବାହା କରିଥାନ୍ତି। କହିଥାନ୍ତି, ବାହା ଗରିବୀ ଦରିଦ୍ର ଅବସ୍ଥା ବାହା। ଆରାମରେ 2 ଖଣ୍ଡ ରୁଟି ଖାଅ, ଅଧିକ ଲାଳସା ରଖ ନାହିଁ। ଗରିବ ପିଲାମାନେ ବାବାଙ୍କୁ ସ୍ନେହରେ ମନେ ପକାଇଥାନ୍ତି। ବାବା ଅପାଠୁଆ ପିଲାମାନଙ୍କୁ ଦେଖି ଖୁସି ହୋଇଥାନ୍ତି। କାହିଁକି ନା ସେମାନଙ୍କୁ ପୂର୍ବରୁ ପଢ଼ିଥିବା ଜ୍ଞାନକୁ ଭୁଲିବାର କଷ୍ଟ କରିବାକୁ ପଡ଼ିନଥାଏ। ଓମ୍ ଶାନ୍ତି। ଏବେ ବାବାଙ୍କୁ ପିଲାମାନଙ୍କୁ ପ୍ରତିଦିନ କହିବାକୁ ଦରକାର ପଡ଼ୁନାହିଁ ଯେ ନିଜକୁ ଆତ୍ମା ଭାବ, ଆତ୍ମ ଅଭିମାନୀ ହୁଅ, ଅର୍ଥାତ୍ ଦେହୀ ଅଭିମାନୀ ହୁଅ। ଶବ୍ଦ ତ ଏକା ନା। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବ। ଆତ୍ମାରେ ହିଁ 84 ଜନ୍ମର ପାଟ ଭରି ହୋଇ ରହିଛି। ଗୋଟିଏ ଶରୀର ନେଇ ଅଭିନୟ କଲା, ପୁଣି ସେହି ଶରୀର ବିନାଶ ହୋଇଯାଇଥାଏ। କିନ୍ତୁ ଆତ୍ମା ତ ଅବିନାଶୀ ଅଟେ। ତୁମମାନଙ୍କୁ ଏହି ଜ୍ଞାନ ଏବେ ହିଁ ମିଳୁଛି। ଆଉ କାହାକୁ ଏହି କଥା ଜଣା ନାହିଁ। ଏବେ ବାବା କହୁଛନ୍ତି, ଚେଷ୍ଟା କର। ଯେତେ ପାରୁଛ ବାବାଙ୍କୁ ମନେ ପକାଅ। କର୍ମଧନ୍ଦାରେ ଲାଗିଗଲେ ତ ଏତେ ମନେ ପକାଇ ପାରିବ ନାହିଁ। ତେଣୁ ଘର ଗୃହସ୍ଥରେ ରହି କମଳ ପୁଷ୍ପ ସମାନ ପବିତ୍ର ହୁଅ। ପୁଣି ଯେତେ ପାରୁଛ ମୋତେ ମନେ ପକାଅ। ଏପରି ନୁହେଁ ଯେ ଆମକୁ ନିଷ୍ଠାରେ ବସିବାର ଅଛି। ନିଷ୍ଠା ଅକ୍ଷର ମଧ୍ୟ ଭୁଲ ଅଟେ। ବାସ୍ତବରେ ଯୋଗ ହିଁ କହିବା ଯଥାର୍ଥ ଅଟେ। କେଉଁଠାରେ ମଧ୍ୟ ଥାଅ, ବାବାଙ୍କୁ ମନେ ପକାଅ। ମାୟାର ତୋଫାନ ତ ବହୁତ ଆସିବ। କାହାକୁ କ'ଣ ମନେ ପଡ଼ିବ, କାହାକୁ କ'ଣ? ତୋଫାନ ନିଶ୍ଚିତ ଆସିବ। ପୁଣି ସେହି ସମୟରେ ତାଠାରୁ ଦୂରରେ ରହିବାକୁ ପଡ଼ିବ। ଏଠାରେ ବସିଥିଲେ ମଧ୍ୟ ମାୟା ବହୁତ ହଇରାଣ କରିବ। ଏହା ତ ଯୁଦ୍ଧ ଅଟେ। ଯେତେ ହାଲୁକା ହେବ ସେତେ ବନ୍ଧନ କମ ହେବ। ପ୍ରଥମେ ତ ଆତ୍ମା ନିର୍ବନ୍ଧନ ଅଟେ। ଜନ୍ମ ନେଲା ପରେ ମା ବାପାଙ୍କ ଆଡ଼କୁ ବୁଦ୍ଧି ଯାଇଥାଏ। ପୁଣି ସ୍ତ୍ରୀକୁ ଗ୍ରହଣ କରିଥାନ୍ତି। ଯେଉଁ ଜିନିଷ ସାମ୍ନାରେ ଦେଖାଯାଉ ନଥିଲା, ତାହା ପୁଣି ସାମ୍ନାକୁ ଆସିଯାଇଥାଏ। ପୁଣି ସନ୍ତାନ ଜନ୍ମ ହେଲେ ସେମାନେ ମନେ ପଡ଼ିବେ। ଏବେ ତୁମ ସମସ୍ତଙ୍କୁ ଏହା ଭୁଲିଯିବାର ଅଛି। ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାର ଅଛି। ଏଥିପାଇଁ ହିଁ ବାବାଙ୍କର ମହିମା ରହିଛି। ତୁମର ମାତା ପିତା ଆଦି ସବୁକିଛି ସିଏ ହିଁ ଅଟନ୍ତି। ତାଙ୍କୁ ହିଁ ମନେ ପକାଅ। ସେ ତୁମକୁ ଭବିଷ୍ୟତ ପାଇଁ ସବୁକିଛି ନୂଆ ଦେଇଥାନ୍ତି। ନୂଆ ସମ୍ବନ୍ଧରେ ନେଇ ଆସିଥାନ୍ତି। ସମ୍ବନ୍ଧ ତ ସେଠାରେ ମଧ୍ୟ ରହିବ ନା। ଏପରି ନୁହେଁ ଯେ କୌଣସି ପ୍ରଳୟ ହୋଇଯିବ। ତୁମେ ଗୋଟିଏ ଶରୀର ଛାଡ଼ି ପୁଣି ଆଉ ଗୋଟିଏ ନେଉଛ। ଯେଉଁମାନେ ବହୁତ ଭଲ ସେମାନେ ନିଶ୍ଚିତ ଉଚ୍ଚ କୂଳରେ ଜନ୍ମ ନେବେ। ତୁମେ ଏବେ ଭବିଷ୍ୟ 21 ଜନ୍ମ ପାଇଁ ହିଁ ପଢ଼ୁଛ। ପାଠପଢ଼ା ସମାପ୍ତ ହେଲା ପରେ ପ୍ରାରବ୍ଧ ଭୋଗ କରିବା ଆରମ୍ଭ ହେବ। ସ୍କୁଲରେ ପାଠ ପଢ଼ି ଟ୍ରାନ୍ସଫର ବା ସ୍ଥାନାନ୍ତରିତ ହୋଇଥାନ୍ତି ନା। ତୁମେମାନେ ମଧ୍ୟ ଶାନ୍ତିଧାମରୁ ସୁଖଧାମକୁ ଟ୍ରାନ୍ସଫର ହେବ। ଏହି ଛି ଛି ଦୁନିଆରୁ ମୁକ୍ତ ହୋଇଯାଉଛ। ଏହାର ନାମ ହିଁ ହେଉଛି ନର୍କ। ସତ୍ୟଯୁଗକୁ କୁହାଯାଏ ସ୍ୱର୍ଗ। ଏଠାରେ ମନୁଷ୍ୟ କେତେ ଘୋର ଅନ୍ଧକାରରେ ଅଛନ୍ତି। ଯେଉଁମାନେ ଧନବାନ ଅଟନ୍ତି ସେମାନେ ଭାବନ୍ତି ଆମ ପାଇଁ ଏହିଠାରେ ହିଁ ସ୍ୱର୍ଗ। କିନ୍ତୁ ସ୍ୱର୍ଗ ନୂଆ ଦୁନିଆରେ ହୋଇଥାଏ। ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ।
ଯିଏ କର୍ମାତୀତି ଅବସ୍ଥାକୁ ପ୍ରାପ୍ତ କରିଥିବେ ସେମାନେ ଧର୍ମରାଜପୁରୀରେ ଦଣ୍ଡ ଭୋଗିବେ ନାହିଁ। ସ୍ୱର୍ଗରେ ତ ଦଣ୍ଡ ନଥାଏ, ସେଠାରେ ଗର୍ଭ ମଧ୍ୟ ମହଲ ପରି ସୁଖଦାୟୀ ଅଟେ। କୌଣସି ଦୁଃଖର କଥା ନାହିଁ। ଏଠାରେ ତ ଗର୍ଭ ଜେଲ୍ ଅଟେ, ଯେଉଁଠାରେ ଦଣ୍ଡ ଭୋଗ କରିଥାନ୍ତି। ତୁମେ କେତେଥର ସ୍ୱର୍ଗବାସୀ ହୋଇଛ, ଏହାକୁ ସ୍ମରଣ କଲେ ମଧ୍ୟ ସାରା ଚକ୍ର ସ୍ମୃତିରେ ଆସିଯିବ। ଏହି ଗୋଟିଏ ଗୋଟିଏ କଥା ଲକ୍ଷ ଲକ୍ଷ ଟଙ୍କାର ଅଟେ। ଏହା ଭୁଲିଯିବା ଦ୍ୱାରା, ଦେହ ଅଭିମାନରେ ଆସିବା ଦ୍ୱାରା ମାୟା କ୍ଷତି କରିଦେଇଥାଏ। ଏହା ହିଁ ହେଉଛି ମେହନତ। ବିନା ମେହନତରେ ଉଚ୍ଚପଦ ପାଇପାରିବ ନାହିଁ। ବାବାଙ୍କୁ କହିଥାନ୍ତି, ବାବା ମୁଁ ଅପାଠୁଆ, କିଛି ଜାଣିନାହିଁ। ବାବା ତ ଖୁସି ହୋଇଥାନ୍ତି, କାହିଁକି ନା ଏଠାରେ ତ ପୂର୍ବରୁ ପଢ଼ିଥିବା ସବୁ ଜ୍ଞାନକୁ ଭୁଲିବାକୁ ହେବ। ଏଠାରେ ତ ଅଳ୍ପ ସମୟ ପାଇଁ ଶରୀର ନିର୍ବାହ ଅର୍ଥେ ପଢ଼ିବାକୁ ହେବ। ଜାଣିଛ ନା, ଏହା ସବୁ ସମାପ୍ତ ହେବାର ଅଛି। ଯେତେ ପାରୁଛ ବାବାଙ୍କୁ ମନେ ପକାଅ ଏବଂ 2 ଖଣ୍ଡ ରୁଟି ଖୁସିରେ ଖାଅ। ବାହା ଏହି ସମୟର ଦାରିଦ୍ର୍ୟ ଅବସ୍ଥା ବାହା। ଆରାମରେ 2 ଖଣ୍ଡ ରୁଟି ଖାଇବାର ଅଛି, ଅଧିକ ଲାଳସା ନାହିଁ। ଆଜିକାଲି ଖାଦ୍ୟଶସ୍ୟ ମିଳୁଛି କେଉଁଠୁ? ଚିନି ଇତ୍ୟାଦି ମଧ୍ୟ ଧୀରେ ଧୀରେ ମିଳିବ ନାହିଁ। ଏପରି ନୁହେଁ ଯେ ତୁମେ ଈଶ୍ୱରୀୟ ସେବା କରୁଛ, ତେଣୁ ତୁମକୁ ସରକାର ଦେଇଦେବେ। ସେମାନେ ତ କିଛି ବି ଜାଣନ୍ତି ନାହିଁ। ହଁ, ପିଲାମାନଙ୍କୁ କୁହାଯାଇଛି ଯେ ସରକାରଙ୍କୁ ବୁଝାଅ କି ଆମେ ସମସ୍ତେ ମିଶି ମାତା ପିତାଙ୍କ ନିକଟକୁ ଯାଉଛୁ। ତାଙ୍କୁ ପିଲାମାନଙ୍କ ପାଇଁ ପ୍ରସାଦ ପଠାଇବାକୁ ପଡ଼ିଥାଏ। ଏଠାରେ ତ ସ୍ପଷ୍ଟ ଭାବେ କହିଦେଉଛନ୍ତି କି ପାଖରେ କିଛି ହିଁ ନାହିଁ। ବାଧ୍ୟତାରେ ଅଳ୍ପ କିଛି ଦେଇଥାନ୍ତି। ଯେପରି ସାହୁକାର ଭିକାରୀକୁ ମୁଠାଇ ଦେଇଥାଏ। ଯଦି ଗରିବ ହୋଇଥିବେ ତେବେ ଅଳ୍ପ କିଛି ଦେଇଦେବେ। ଚିନି ଆଦି ଆସିପାରିବ, କିନ୍ତୁ ସେଥିପାଇଁ ପିଲାମାନଙ୍କର ଯୋଗ କମ୍ ହୋଇଯାଉଛି। ବାବାଙ୍କର ସ୍ମୃତି ନ ରହିବା କାରଣରୁ, ଦେହ ଅଭିମାନରେ ଆସୁଥିବା କାରଣରୁ କୌଣସି କାମ ହୋଇପାରୁନାହିଁ। ଏହି କାମ ପାଠପଢ଼ା ଦ୍ୱାରା ଏତେ ହେବ ନାହିଁ, ଯେତେ ଯୋଗବଳ ଦ୍ୱାରା ହୋଇପାରିବ। ଯୋଗବଳ ବହୁତ କମ୍ ଅଛି। ମାୟା ବାବାଙ୍କ ସ୍ମୃତିକୁ ଏକଦମ ଉଡ଼ାଇ ଦେଇଥାଏ। ପହିଲମାନଙ୍କୁ ଆହୁରି ଭଲ ଭାବରେ ଧରିଥାଏ। ଭଲ ଭଲ ଫାଷ୍ଟ କ୍ଲାସ୍ ପିଲାମାନଙ୍କ ଉପରେ ମଧ୍ୟ ଗ୍ରହଚାରୀ ବସିଥାଏ। ଗ୍ରହଚାରୀ ବସିବାର ମୁଖ୍ୟ କାରଣ ହେଲା ଯୋଗର ଅଭାବ। ଗ୍ରହଚାରୀ କାରଣରୁ ହିଁ ନାମ ରୂପରେ ବାନ୍ଧି ହୋଇ ସତ୍ୟାନାଶ କରିଥାନ୍ତି। ଏହା ଉଚ୍ଚ ଲକ୍ଷ୍ୟ ଅଟେ। ଯଦି ପ୍ରକୃତର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଅଛି, ତେବେ ବାବାଙ୍କ ସ୍ମୃତିରେ ରହିବାକୁ ପଡ଼ିବ। ବାବା କହୁଛନ୍ତି, ଧ୍ୟାନଠାରୁ ଜ୍ଞାନ ଶ୍ରେଷ୍ଠ ଅଟେ, ଆଉ ଜ୍ଞାନଠାରୁ ଯୋଗ ଶ୍ରେଷ୍ଠ ଅଟେ। ଅଧିକ ଧ୍ୟାନରେ ରହିବା ଦ୍ୱାରା ମାୟାର ଭୂତମାନଙ୍କ ପ୍ରବେଶତା ହୋଇଯାଇଥାଏ। ଏପରି ବହୁତ ଅଛନ୍ତି ଯେଉଁମାନେ ଫାଲତୁ ଧ୍ୟାନରେ ଯାଇଥାନ୍ତି, କ'ଣ କ'ଣ କହିଥାନ୍ତି। ସେମାନଙ୍କ ଉପରେ ବିଶ୍ୱାସ କରିବାର ନାହିଁ। ଜ୍ଞାନ ତ ବାବାଙ୍କର ମୁରଲୀରୁ ମିଳୁଛି। ବାବା ସର୍ବଦା ସାବଧାନ କରୁଛନ୍ତି। ଧ୍ୟାନ କୌଣସି କାମର ନୁହେଁ। ମାୟାର ବହୁତ ପ୍ରବେଶତା ହୋଇଯାଇଥାଏ। ଅହଙ୍କାର ଆସିଯାଇଥାଏ। ଜ୍ଞାନ ତ ସମସ୍ତଙ୍କୁ ମିଳିଚାଲିଛି। ଜ୍ଞାନଦାତା ଶିବ ବାବା ଅଟନ୍ତି। ମମାକୁ ମଧ୍ୟ ଜ୍ଞାନ ଏହିଠାରୁ ମିଳୁଥିଲା ନା? ସିଏ ମଧ୍ୟ କହୁଥିଲେ ମନ୍ମନା ଭବ। ବାବାଙ୍କୁ ମନେ ପକାଅ, ଦୈବୀଗୁଣ ଧାରଣ କର। ତେଣୁ ନିଜକୁ ଦେଖିବାକୁ ହେବ ଯେ ମୁଁ ଦୈବୀଗୁଣ ଧାରଣ କରୁଛି ତ? ଏହିଠାରେ ହିଁ ଦୈବୀଗୁଣ ଧାରଣ କରିବାର ଅଛି। କାହାକୁ କାହାକୁ ଦେଖ, ତାଙ୍କର ଏବେ ଫାଷ୍ଟ କ୍ଲାସ୍ ଅବସ୍ଥା ଅଛି। ଖୁସିରେ କାମ କରୁଛନ୍ତି। ଘଣ୍ଟାଏ ପରେ କ୍ରୋଧର ଭୂତ ଆସିଗଲା, ପୁଣି ସବୁ ଶେଷ। ପୁଣି ସ୍ମୃତି ଆସିଥାଏ ଯେ ଏହା ତ ମୁଁ ଭୁଲ କରିଦେଲି, ପୁଣି ସୁଧୁରି ଯାଇଥାନ୍ତି। ଘଡ଼ି ଘଡ଼ିର ଘଡ଼ିଆଳ ଅର୍ଥାତ୍ କୁମ୍ଭୀର। ବାବାଙ୍କ ପାଖରେ ବହୁତ ଅଛନ୍ତି। ଏବେ ଏବେ ଦେଖ ବହୁତ ମିଠା। ବାବା କହିବେ, ଏପରି ସନ୍ତାନକୁ ସମସ୍ତେ ଭଲ ପାଇବେ। ପୁଣି ଘଣ୍ଟାଏ ପରେ କୌଣସି ନା କୌଣସି କଥାରେ ବିଗିଡ଼ି ଯାଇଥାନ୍ତି। କ୍ରୋଧ ଆସିବା ଦ୍ୱାରା କରିଥିବା ସମସ୍ତ ରୋଜଗାର ଶେଷ ହୋଇଗଲା। ଏବେ ଏବେ ରୋଜଗାର ହେଲା, ପୁଣି ଏବେ ଏବେ କ୍ଷତି ହେଲା।
ସବୁ କଥା ଯୋଗ ଉପରେ ନିର୍ଭର କରୁଛି। ଜ୍ଞାନ ତ ବଡ଼ ସହଜ ଅଟେ, ଛୋଟ ପିଲା ମଧ୍ୟ ବୁଝାଇ ପାରିବ। ମୁଁ କିନ୍ତୁ ଯିଏ ଯେପରି ଅଟେ ମୋତେ ଯଥାର୍ଥ ରୂପରେ ଜାଣିଥିବା ଦରକାର। ନିଜକୁ ଆତ୍ମା ବୋଲି ଭାବିବା ଏହିପରି ଭାବରେ ଛୋଟ ପିଲା ସ୍ମୃତିରେ ରହିପାରିବ ନାହିଁ। ମରିବା ସମୟରେ ମନୁଷ୍ୟକୁ କୁହାଯାଇଥାଏ, ଭଗବାନଙ୍କୁ ମନେ ପକାଅ, କିନ୍ତୁ ମନେ ପକାଇ ପାରନ୍ତି ନାହିଁ। କାହିଁକି ନା ଯଥାର୍ଥ ଭାବେ କେହି ତାଙ୍କୁ ଜାଣନ୍ତି ନାହିଁ। କେହି ମଧ୍ୟ ଘରକୁ ଫେରି ଯାଇପାରିବେ ନାହିଁ। ନା ବିକର୍ମ ବିନାଶ ହେଉଛି। ପରମ୍ପରାରୁ ଋଷିମୁନି ଆଦି ସବୁ କହି ଆସିଛନ୍ତି ଯେ ରଚୟିତା ଏବଂ ରଚନାକୁ ଆମେ ଜାଣିନାହୁଁ। ସେମାନେ ତ ତଥାପି ସତଗୁଣୀ ଥିଲେ। ଆଜିର ତମଃ ପ୍ରଧାନ ବୁଦ୍ଧି ତାଙ୍କୁ କିପରି ଜାଣିପାରିବେ? ବାବା କହୁଛନ୍ତି, ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ ଜାଣନ୍ତି ନାହିଁ। ରାଜାରାଣୀ ହିଁ ଜାଣିନାହାନ୍ତି, ତେବେ ପ୍ରଜାମାନେ ପୁଣି କିପରି ଜାଣିବେ? କେହି ବି ଜାଣନ୍ତି ନାହିଁ। ଏବେ କେବଳ ତୁମେ ପିଲାମାନେ ହିଁ ଜାଣୁଛ। ତୁମମାନଙ୍କ ମଧ୍ୟରେ ବି କେହି କେହି ଅଛନ୍ତି ଯିଏକି ଯଥାର୍ଥ ଭାବରେ ଜାଣିଛନ୍ତି। କହୁଛନ୍ତି, ବାବା ଘଡ଼ି ଘଡ଼ି ଭୁଲି ଯାଉଛୁ। ବାବା କହୁଛନ୍ତି, କେଉଁଆଡ଼େ ବି ଯାଅ କେବଳ ବାବାଙ୍କୁ ମନେ ପକାଅ। ଏହାଦ୍ୱାରା ବହୁତ ଉଚ୍ଚ ରୋଜଗାର ହୋଇପାରିବ। ତୁମେ 21 ଜନ୍ମ ପାଇଁ ନିରୋଗୀ ହେଉଛ। ଏପରି ବାବାଙ୍କୁ ଅନ୍ତର୍ମୁଖୀ ହୋଇ ମନେ ପକାଇବା ଦରକାର। କିନ୍ତୁ ମାୟା ଭୁଲାଇ ତୋଫାନ ମଧ୍ୟକୁ ନେଇ ଆସିଥାଏ। ଏଥିରେ ଅନ୍ତର୍ମୁଖୀ ହୋଇ ବିଚାର ସାଗର ମନ୍ଥନ କରିବାକୁ ହେବ। ବିଚାର ସାଗର ମନ୍ଥନ କରିବାର କଥା ମଧ୍ୟ ବର୍ତ୍ତମାନ ସମୟର ଅଟେ। ଏହା ପୁରୁଷୋତ୍ତମ ହେବାର ସଙ୍ଗମ ଯୁଗ ଅଟେ। ଏହା ମଧ୍ୟ ଚମତ୍କାର ଅଟେ। ତୁମେ ପିଲାମାନେ ଦେଖିଛ, ଗୋଟିଏ ଘରେ ତୁମେ କହୁଛ ମୁଁ ସଙ୍ଗମ ଯୁଗୀ ଅଟେ ଏବଂ ଅର୍ଦ୍ଧାଙ୍ଗିନୀ କିମ୍ବା ପିଲାମାନେ କଳିଯୁଗୀ ଅଟନ୍ତି। କେତେ ଫରକ ହୋଇଯାଉଛି। ବହୁତ ସୂକ୍ଷ୍ମ କଥା ବାବା ବୁଝାଉଛନ୍ତି। ଘରେ ରହି ମଧ୍ୟ ବୁଦ୍ଧିରେ ଅଛି ଯେ ଆମେ ଫୁଲ ହେବା ପାଇଁ ପୁରୁଷାର୍ଥ କରୁଛୁ। ଏହା ହେଉଛି ଅନୁଭବର କଥା। ବାସ୍ତବରେ ମେହନତ କରିବାକୁ ହେବ। ବାବାଙ୍କ ସ୍ମୃତିରେ ରହିବା ହିଁ ମେହନତ ଅଟେ। ଗୋଟିଏ ଘରେ ଜଣେ ହଂସ ତ ଅନ୍ୟ ଜଣେ ବଗ। ପୁଣି କେହି ତ ବହୁତ ଫାଷ୍ଟ କ୍ଲାସ୍ ହୋଇଥାନ୍ତି। କେବେ ହେଲେ ବିକାରୀ ସଂକଳ୍ପ ମଧ୍ୟ ଆସିନଥାଏ। ସାଥିରେ ରହୁଥିଲେ ମଧ୍ୟ ପବିତ୍ର ରହିଥାନ୍ତି, ସାହସ ଦେଖାଇଥାନ୍ତି। ତେବେ ତାଙ୍କୁ କେତେ ଉଚ୍ଚ ପଦ ମିଳିବ। ଏଭଳି ମଧ୍ୟ ସନ୍ତାନ ଅଛନ୍ତି ନା? କେହି କେହି ତ ଦେଖ ବିକାର ପାଇଁ କେତେ ମରିଥାନ୍ତି, ଝଗଡ଼ା କରିଥାନ୍ତି। ଅବସ୍ଥା ସେହିପରି ହେବା ଦରକାର, ଯାହାକି ସଂକଳ୍ପରେ ମଧ୍ୟ କେବେ ଅପବିତ୍ର ହେବାର ବିଚାର ନ ଆସୁଥିବ। ବାବା ବିଭିନ୍ନ ପ୍ରକାରର ପରାମର୍ଶ ଦେଉଛନ୍ତି। ତୁମେ ଜାଣୁଛ ଯେ ଶ୍ରୀ ଶ୍ରୀଙ୍କ ମତ ଅନୁସାରେ ଆମେ ଶ୍ରୀ ଲକ୍ଷ୍ମୀ ଶ୍ରୀ ନାରାୟଣ ହେଉଛୁ। ଶ୍ରୀ ଅର୍ଥ ହିଁ ଶ୍ରେଷ୍ଠ। ସତ୍ୟ ଯୁଗରେ ଥାଆନ୍ତି ନମ୍ବର 1 ଶ୍ରେଷ୍ଠ। ତ୍ରେତୟା ଯୁଗରେ 2 ଡିଗ୍ରୀ କମ୍ ହୋଇଯାଇଥାଏ। ଏହି ଜ୍ଞାନ ତୁମ ପିଲାମାନଙ୍କୁ ଏବେ ମିଳୁଛି। ଏହି ଈଶ୍ୱରୀୟ ସଭାର କାଇଦା ହେଉଛି, ଯେଉଁମାନଙ୍କର ଜ୍ଞାନରତ୍ନ ପ୍ରତି ସମ୍ମାନ ରହିଛି, କେବେ ହାଇ ମାରି ନଥାନ୍ତି, ସେମାନେ ଆଗରେ ବସିବା ଦରକାର। କେହି କେହି ସନ୍ତାନ ବାବାଙ୍କ ସାମ୍ନାରେ ବସି ମଧ୍ୟ ଢୁଳାଇଥାନ୍ତି, ହାଇ ମାରିଥାନ୍ତି। ସେମାନଙ୍କୁ ପଛରେ ଯାଇ ବସିବା ଦରକାର। ଏହା ପିଲାମାନଙ୍କର ଈଶ୍ୱରୀୟ ସଭା ଅଟେ। ପରନ୍ତୁ କେହି ବ୍ରାହ୍ମଣୀମାନେ ଏଭଳି ମାନଙ୍କୁ ନେଇ ଆସିଥାନ୍ତି। ଏମିତି ତ ବାବାଙ୍କ ଠାରୁ ଧନ ମିଳୁଛି। ଗୋଟିଏ ଗୋଟିଏ ମହାବାକ୍ୟ ଲକ୍ଷ ଲକ୍ଷ ଟଙ୍କାର ଅଟେ। ତୁମେ ଜାଣିଛ, ଏହି ସଙ୍ଗମ ଯୁଗରେ ହିଁ ଜ୍ଞାନ ମିଳୁଛି। ତୁମେ କହୁଛ, ବାବା ଆମେ ବେହଦର ସମ୍ପତ୍ତି ନେବା ପାଇଁ ଆପଣଙ୍କ ପାଖକୁ ପୁଣି ଥରେ ଆସିଛୁ। ମିଠା ମିଠା ପିଲାମାନଙ୍କୁ ବାବା ବାରମ୍ବାର ବୁଝାଉଛନ୍ତି, ଏହା ଛି ଛି ଦୁନିଆ ଅଟେ। ତୁମର ହେଉଛି ବେହଦର ବୈରାଗ୍ୟ। ବାବା କହୁଛନ୍ତି, ଏହି ଦୁନିଆରେ ତୁମେ ଯାହା କିଛି ଦେଖୁଛ ତାହା କାଲିକୁ ନଥିବ। ମନ୍ଦିର ଆଦିର ଚିହ୍ନବର୍ଣ୍ଣ ହିଁ ରହିବ ନାହିଁ। ସେଠାରେ ସ୍ୱର୍ଗରେ ସେମାନଙ୍କୁ ପୁରୁଣା ବସ୍ତୁଗୁଡ଼ିକୁ ଦେଖିବାର ଆବଶ୍ୟକତା ନାହିଁ। ଏଠାରେ ତ ପୁରୁଣା ବସ୍ତୁର କେତେ ମୂଲ୍ୟ ରହିଛି। ବାସ୍ତବରେ ବାବାଙ୍କ ବ୍ୟତୀତ କୌଣସି ବସ୍ତୁର ମୂଲ୍ୟ ନାହିଁ।
ବାବା କହୁଛନ୍ତି, ମୁଁ ଯଦି ଆସିବି ନାହିଁ ତେବେ ତୁମେ ରାଜପଦ କିପରି ନେବ? ଯାହାକୁ ଜଣାଅଛି ସେମାନେ ଆସି ବାବାଙ୍କ ଠାରୁ ସମ୍ପତ୍ତି ନେଉଛନ୍ତି। ସେଥିପାଇଁ କୋଟିକରେ ଗୋଟିଏ କୁହାଯାଇଛି। ତେଣୁ କୌଣସି କଥାରେ ସନ୍ଦେହ ଆସିବା ଉଚିତ ନୁହେଁ। ଭୋଗ ଲଗାଇବାର ମଧ୍ୟ ପରମ୍ପରା ରହିଛି। ଏହା ସହିତ ଜ୍ଞାନ ଓ ଯୋଗର କୌଣସି ସମ୍ପର୍କ ନାହିଁ। ଆଉ କୌଣସି କଥାରେ ତୁମର ସମ୍ବନ୍ଧ ନାହିଁ। କେବଳ ଦୁଇଟି କଥା, ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବାଦଶାହୀ ବା ସତ୍ୟଯୋଗୀ ରାଜତ୍ୱ। ଅଲଫ ଭଗବାନଙ୍କୁ କୁହାଯାଉଛି। ଅଙ୍ଗୁଳିରେ ମଧ୍ୟ ଏହିପରି ଉପରକୁ ଇସାରା କରିଥାନ୍ତି ନା? ଆତ୍ମା ଇସାରା କରିଥାଏ ନା? ବାବା କହୁଛନ୍ତି, ଭକ୍ତି ମାର୍ଗରେ ତୁମେ ମୋତେ ମନେ ପକାଉଛ। ତୁମେ ସବୁ ମୋର ପ୍ରେମିକା ଅଟ। ଏହା ମଧ୍ୟ ଜାଣୁଛ। ବାବା କଳ୍ପ କଳ୍ପ ଆସି ସବୁ ମନୁଷ୍ୟମାନଙ୍କୁ ଦୁଃଖରୁ ମୁକ୍ତ କରି ଶାନ୍ତି ଏବଂ ସୁଖ ଦେଇଥାନ୍ତି। ତେଣୁ ବାବା କହିଥିଲେ, କେବଳ ଏହା ବୋର୍ଡ଼ରେ ଲେଖିଦିଅ ଯେ ବିଶ୍ୱରେ ଶାନ୍ତି ବେହଦର ବାବା କିପରି ସ୍ଥାପନ କରୁଛନ୍ତି। ତାହା ଆସି ବୁଝ। ଗୋଟିଏ ସେକେଣ୍ଡରେ 21 ଜନ୍ମ ପାଇଁ ବିଶ୍ୱର ମାଲିକ ହେବାର ଅଛି ତ ଆସି ବୁଝ। ଘରେ ବୋର୍ଡ଼ ଲଗାଇ ଦିଅ। 3 ପାଦ ପୃଥିବୀ ଉପରେ ତୁମେ ବହୁତ ବଡ଼ ଡାକ୍ତରଖାନା, ବିଶ୍ୱବିଦ୍ୟାଳୟ ଖୋଲିପାରିବ। ବାବାଙ୍କ ସ୍ମୃତି ଦ୍ୱାରା 21 ଜନ୍ମ ପାଇଁ ନିରୋଗୀ ହେବ ଏବଂ ପାଠପଢ଼ା ଦ୍ୱାରା ସ୍ୱର୍ଗର ରାଜତ୍ୱ ମିଳିବ। ପ୍ରଜା ମଧ୍ୟ କହିବେ ଯେ ମୁଁ ସ୍ୱର୍ଗର ମାଲିକ ଅଟେ। ଆଜିକାଲି ମନୁଷ୍ୟମାନଙ୍କୁ ଲଜ୍ଜା ଆସୁଛି, କାହିଁକିନା ନର୍କବାସୀ ଅଟନ୍ତି। ନିଜେ କହିଥାନ୍ତି ଯେ ଆମର ପିତା ସ୍ୱର୍ଗବାସୀ ହେଲେ। ତେବେ ତୁମେ ନର୍କବାସୀ ଅଟନା? ଯେବେ ମରିବ ତେବେ ସ୍ୱର୍ଗକୁ ଯିବ। କେତେ ସହଜ କଥା ଅଟେ। ଯିଏ ଭଲ କାମ କରିଥାନ୍ତି, ବିଶେଷ କରି ତାଙ୍କ ପାଇଁ କହିଥାନ୍ତି, ଇଏ ବହୁତ ବଡ଼ ମହାଦାନୀ ଥିଲେ, ଇଏ ସ୍ୱର୍ଗକୁ ଗଲେ। କିନ୍ତୁ କେହି ବି ଯାଆନ୍ତି ନାହିଁ। ଯେତେବେଳେ ନାଟକ ଶେଷ ହୁଏ ସେତେବେଳେ ସମସ୍ତେ ଷ୍ଟେଜ ଉପରେ ଆସି ଛିଡ଼ା ହୋଇଥାନ୍ତି। ଏହି ଲଢ଼େଇ ମଧ୍ୟ ସେତେବେଳେ ଲାଗିବ ଯେତେବେଳେ ସମସ୍ତେ କଳାକାର ଏଠାକୁ ଆସିଯିବେ, ପୁଣି ଘରକୁ ଫେରିଯିବେ। ଶିବଙ୍କର ବରଯାତ୍ରୀ କହିଥାନ୍ତି ନା, ଶିବ ବାବାଙ୍କ ସାଥିରେ ସବୁ ଆତ୍ମା ଯିବେ। ମୂଳ କଥା ହେଲା, ଏବେ 84 ଜନ୍ମ ପୂର୍ଣ୍ଣ ହୋଇଛି। ଏବେ ଏହି ଶରୀର ରୂପୀ ଜୋତାକୁ ତ୍ୟାଗ କରିବାକୁ ହେବ। ଯେପରି ସର୍ପ ପୁରୁଣା କାତି ଛାଡ଼ି ନୂଆ ନେଇଥାଏ, ସେହିଭଳି ତୁମେ ନୂଆ ଶରୀର ସତ୍ୟ ଯୁଗରେ ନେବ। ଶ୍ରୀକୃଷ୍ଣ କେତେ ସୁନ୍ଦର ଅଟନ୍ତି। ତାଙ୍କ ଭିତରେ କେତେ ଆକର୍ଷଣ ରହିଛି। ଫାଷ୍ଟ କ୍ଲାସ୍ ଶରୀର ଅଟେ। ଆମେ ଏହିପରି ଫାଷ୍ଟ କ୍ଲାସ୍ ଶରୀର ନେବା। କହିଥାନ୍ତି ନା, ମୁଁ ତ ନାରାୟଣ ହେବି। ଏହା ତ ସଢ଼ି ଯାଇଥିବା ଛି ଛି ଶରୀର ଅଟେ। ଏହାକୁ ଆମେ ଛାଡ଼ି ନୂଆ ଦୁନିଆକୁ ଯିବା। ଯଦିଓ କହୁଛ ଯେ ଆମେ ନରରୁ ନାରାୟଣ ହେଉଛୁ, ତେବେ ଏହାକୁ ମନେ ପକାଇ ଖୁସି କାହିଁକି ମିଳୁନାହିଁ? ଏହି ସତ୍ୟ ନାରାୟଣ କଥାକୁ ଭଲ ଭାବରେ ବୁଝାଅ। ଯାହା କହୁଛ ତାହା ବାସ୍ତବରେ କରି ଦେଖାଅ। କହିବା କରିବା ସମାନ ହେବା ଦରକାର। କର୍ମଧନ୍ଦା ଆଦି ମଧ୍ୟ କର। ବାବା କହୁଛନ୍ତି, ହାତରେ କାମ କର, ହୃଦୟ ବାବାଙ୍କ ସ୍ମୃତିରେ ରହୁ। ଯେତେ ଯେତେ ଧାରଣା କରିବ ସେତେ ତୁମ ପାଖରେ ଜ୍ଞାନର ମୂଲ୍ୟ ବଢ଼ି ଚାଲିବ। ଜ୍ଞାନର ଧାରଣା ଆଧାରରେ ତୁମେ କେତେ ଧନବାନ ହେଉଛ। ଏହା ହେଉଛି ରୁହାନୀ ବା ଆତ୍ମିକ ଜ୍ଞାନ। ତୁମେ ଆତ୍ମା ଅଟ। ଆତ୍ମା ହିଁ ଶରୀର ମାଧ୍ୟମରେ କଥା କହିଥାଏ। ଆତ୍ମା ହିଁ ଜ୍ଞାନ ଦେଇଥାଏ। ଆତ୍ମା ହିଁ ଧାରଣ କରିଥାଏ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହି ପୁରୁଣା ଦୁନିଆର ପୁରୁଣା ବସ୍ତୁଗୁଡ଼ିକୁ ଦେଖୁଥିଲେ ମଧ୍ୟ ନ ଦେଖିଲା ପରି ରହିବାକୁ ହେବ। ନରରୁ ନାରାୟଣ ହେବା ପାଇଁ କହିବା ଏବଂ କରିବାକୁ ଏକ ସମାନ କରିବାକୁ ହେବ। 2 ନମ୍ବର, ଅବିନାଶୀ ଜ୍ଞାନରତ୍ନର ସମ୍ମାନ ରଖିବାକୁ ହେବ। ଏହା ବହୁତ ଉଚ୍ଚ ରୋଜଗାର।
ଏଥିରେ ହାଇ ମାରିବା କିମ୍ବା ଢୁଳାଇବା ଉଚିତ ନୁହେଁ। ନାମ ରୂପର ଆକର୍ଷଣରୁ ମୁକ୍ତ ରହିବା ପାଇଁ ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ କରିବାକୁ ହେବ। ଆଜିର ବରଦାନ। ବାବାଙ୍କର ଛତ୍ର ଛାୟା ତଳେ ରହି ବିଷମ ପରିସ୍ଥିତିରେ ମଧ୍ୟ କମଳ ପୁଷ୍ପ ଭଳି ନିଆରା ଏବଂ ପ୍ରିୟ ହୁଅ। ବାବାଙ୍କର ଛତ୍ର ଛାୟା ତଳେ ରହି ବିଷମ ପରିସ୍ଥିତିରେ ମଧ୍ୟ କମଳ ପୁଷ୍ପ ଭଳି ନିଆରା ଏବଂ ପ୍ରିୟ ହୁଅ। ଡିଟେଲ୍ସ। ସଙ୍ଗମ ଯୁଗରେ ଯେତେବେଳେ ସ୍ୱୟଂ ପରମାତ୍ମା ପିତା ସେବାଧାରୀ ହୋଇ ଆସିଥାନ୍ତି, ସେତେବେଳେ ଛତ୍ରଛାୟା ରୂପରେ ସର୍ବଦା ପିଲାମାନଙ୍କର ସେବା କରିଥାନ୍ତି। ମନେ ପକାଇବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ସଙ୍ଗର ଅନୁଭବ ହୋଇଥାଏ। ଏହିଭଳି ସ୍ମୃତି ରୂପକ ଛତ୍ରଛାୟା କିପରି ବି ବିଷମ ପରିସ୍ଥିତିରେ ମଧ୍ୟ କମଳ ପୁଷ୍ପ ଭଳି ସମସ୍ତଙ୍କ ଠାରୁ ନିଆରା ଏବଂ ସମସ୍ତଙ୍କର ପ୍ରିୟ କରିଦେଇଥାଏ। ଏଥିପାଇଁ କୌଣସି ମେହନତ ଲାଗିନଥାଏ। ବାବାଙ୍କୁ ସମ୍ମୁଖରେ ରଖିବା ଦ୍ୱାରା, ସ୍ୱସ୍ଥିତିରେ ସ୍ଥିତ ହେବା ଦ୍ୱାରା ପରିସ୍ଥିତି ଯେପରି ବି ହୋଇଥିଲେ ମଧ୍ୟ ପରିବର୍ତ୍ତନ ହୋଇଯାଇଥାଏ। ଆଜିର ସ୍ଲୋଗାନ। ଯଦି କୌଣସି ପରଦା ମଝିକୁ ଆସିବାକୁ ଦେବ ନାହିଁ, ତେବେ ବାବାଙ୍କର ସଙ୍ଗର ଅନୁଭବ ହୋଇଚାଲିବ। ଯଦି କୌଣସି ପରଦା ମଝିକୁ ଆସିବାକୁ ଦେବ ନାହିଁ, ତେବେ ବାବାଙ୍କର ସଙ୍ଗର ଅନୁଭବ ହୋଇଚାଲିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯେକୌଣସି ପ୍ରକାରର ବିଘ୍ନଠାରୁ ମୁକ୍ତ ହେବାର ଉପାୟ ହେଲା ଗୋଟିଏ ସେକେଣ୍ଡରେ ନିଜର ସ୍ୱରୂପ ଅର୍ଥାତ୍ ଆତ୍ମିକ ଜ୍ୟୋତି ସ୍ୱରୂପ ସ୍ମୃତିକୁ ଆସିଯାଉ ଏବଂ କର୍ମ କରିବା ସମୟରେ ନିମିତ୍ତ ଭାବର ସ୍ୱରୂପ ସ୍ମୃତିକି ଆସିଯାଉ। ଯଦି ଏହିଭଳି ଡବଲ ଲାଇଟ୍ ସ୍ୱରୂପରେ ସ୍ଥିତ ହୋଇଯିବ, ତେବେ ଗୋଟିଏ ସେକେଣ୍ଡରେ ହାଇ ଜମ୍ପ ଦେଇପାରିବ। କୌଣସି ବି ବିଘ୍ନ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରିପାରିବ ନାହିଁ। ଓମ୍ ଶାନ୍ତି।